ବାଲେଶ୍ୱର 30/12/2025 ତାରିଖ ମଙ୍ଗଳବାର ଦିବଂଗତ ସାମ୍ବାଦିକ ସ୍ମୃତି କମିଟି ପକ୍ଷରୁ ସ୍ୱର୍ଗତ ସାମ୍ବାଦିକ ପ୍ରଶାନ୍ତ ମହାନ୍ତିଙ୍କ ଶ୍ରାଦ୍ଧବାର୍ଷିକ ସାମ୍ବାଦିକ ପ୍ରକୋଷ୍ଠରେ ପାଳନ ହୋଇଯାଇଛି। ଏହି ସ୍ମୃତି ସଭାରେ ବରିଷ୍ଠ ସାମ୍ବାଦିକ ତଥା ସୁଲେଖକ ଧ୍ୱନି ପ୍ରତିଧ୍ୱନି ଖବରକାଗଜ ସମ୍ପାଦକ ଶ୍ରୀ ସୃଷ୍ଟିଧର ପରିଡ଼ା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରଶାନ୍ତ ମହାନ୍ତିଙ୍କ ସହିତ କଟାଇଥିବା ସମୟ କିପରି ଥିଲା ସେ ସ୍ମୃତିଚାରଣ କରିଥିଲେ। ପ୍ରେସ୍ ଇମ୍ପ୍ରେସ୍ ସାମ୍ବାଦିକ ସଂଘର ସଭାପତି ଉଜ୍ଜଳ କର ବରିଷ୍ଠ ସାମ୍ବାଦିକ ଶିବ ଦାସ କୁଣ୍ଡୁ କହିଥିଲେ କି ଶ୍ରୀ ମହାନ୍ତି ଜଣେ ନିର୍ଭୀକ ସାହସୀ ସାମ୍ବାଦିକ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ସୁରେନ୍ଦ୍ର ଜେନା କବି ଓ ସାମ୍ବାଦିକ ସର୍ବେଶ୍ୱର ବାବୁ ସାମ୍ବାଦିକମାନଙ୍କ ପାଇଁ ବହୁତ ଉପାଦେୟ କଥା କହିବା ସହିତ କବିତା ମାଧ୍ୟମରେ ନିଜର ବକ୍ତବ୍ୟ ରଖିଥିଲେ। ଏହି ସ୍ମୃତିଚାରଣ ସ୍ମୃତି କମିଟିର ସଭାପତି ଦେବବ୍ରତ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ପ୍ରତ୍ୟେକ ଥର ଭଳି ଏଥର ମଧ୍ୟ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ବାବୁ ଓ ସୁଶାନ୍ତ ବାବୁଙ୍କୁ ମାନପତ୍ର ଓ ଉପଢୌକନରେ ସମ୍ମାନିତ କରାଯାଇଥିଲା। ଏହି ସ୍ମୃତି ସଭାରେ ଭଗବାନ ଦାସ, ମମତା ଦାସ, ତପନ ବାବୁ, ମହେଶ୍ୱର ବେହେରା, ସନ୍ତୋଷ ସମ୍ବିତ ବେହେରା, ତ୍ରିଲୋଚନ ମହାନ୍ତି, ଜୀବନ ବାବୁ, ପ୍ରସନ୍ନଜିତ ଆସ, ଅଜିମ ବାଲେଶ୍ୱରୀ, ସୁଦୀପ୍ତ ମହାନ୍ତି ପ୍ରମୁଖ ଯୋଗଦାନ କରିଥିଲେ। ସ୍ମୃତି କମିଟି ସମ୍ପାଦକ ଶ୍ରୀ ଗଗନ କୁମାର ସେଠୀ ସମସ୍ତ ସାମ୍ବାଦିକ ଭାଇଙ୍କୁ ଏକତ୍ରିତ ହୋଇ କମିଟିକୁ ଆଗେଇ ନେବାକୁ ଆହ୍ୱାନ ଦେଇଥିଲେ। ଶେଷରେ ସାମ୍ବାଦିକ ସମ୍ବିତ ବେହେରା ସମସ୍ତ ସାମ୍ବାଦିକ ଭାଇମାନଙ୍କୁ ଧନ୍ୟବାଦ ଦେବା ସହିତ ସଭା ସାଙ୍ଗ କରାଇଥିଲେ। ଏବଂ ବାଲେଶ୍ୱରର ଗୁଣାତ୍ମକ ଭୂମିକାକୁ ଲୋକଲୋଚନରେ ଆଦୃତ କରିବା ପାଇଁ ଯେଉଁ 6-7 ଜଣ ସାମ୍ବାଦିକତା କାମ କରୁଥିଲେ ସେମାନେ ଆଜି ନାହାନ୍ତି। ସେମାନଙ୍କର ଫଟୋ କିନ୍ତୁ ସ୍ଥାନିତ ହୋଇଛି ଏହି ସାମ୍ବାଦିକ ପ୍ରକୋଷ୍ଠରେ। ବୋଧହୁଏ 1977 ମସିହାରେ ଓଡ଼ିଶାର ସେତେବେଳେ ଯେଉଁ ନୀଳମଣି ରାଉତରାୟ ଥିଲେ ମୁଖ୍ୟମନ୍ତ୍ରୀ, ସେ ବି ଆଜି ଆମ ଗହଣରେ ନାହାନ୍ତି। ସେଇମାନଙ୍କୁ ଆଣିକି ଏଠି ସେଇ 7-8 ଜଣ ବ୍ୟକ୍ତି ଯେଉଁମାନେ କି ମିଳିତ ଭାବେ ବସି ପ୍ରତିକ୍ରିୟା ସୃଷ୍ଟି କରିକି ଏହି ସାମ୍ବାଦିକ ପ୍ରକୋଷ୍ଠଟିକୁ ତିଆରି କରିଥିଲେ। ସେ ସାମ୍ବାଦିକ ପ୍ରକୋଷ୍ଠରେ ପର୍ଯ୍ୟାୟକ୍ରମେ ବହୁତ ଲୋକ ଆସିଲେଣି। ସୁନ୍ଦର ପ୍ରୟାସ ଏବଂ ଆମେ ସମସ୍ତ ଯେଉଁମାନେ ଉଦ୍ୟୋକ୍ତା ଅଛନ୍ତି ସମସ୍ତଙ୍କୁ ମୋର ଗୋଟିଏ କଥା ଶୁଣିବାକୁ ମିଳୁଛି ଯେ ଗୋଟେ ସୁନ୍ଦର ପ୍ରୟାସ ଆଉ ଆକୁ ଏ ଅନୁଷ୍ଠାନକୁ ଆଗକୁ ନେବା ପାଇଁ ସମସ୍ତଙ୍କର ସହଯୋଗ ଏବଂ ସାହାଯ୍ୟ। ଆଜି ଆମେ ପ୍ରଶାନ୍ତ କୁମାର ମହାନ୍ତି ଯିଏକି ସମସ୍ତେ ଆସିବେ, ଆମର ତ କାହାର କିଛି ଅସୁବିଧା ଭାବ ନାହିଁ। କେବଳ ଗୋଟିଏ ସାମ୍ବାଦିକ ଅମୀୟ ମହାନ୍ତି ଛଡ଼ା ମୋର କାହାର ପ୍ରତି କିଛି ଅସୁବିଧା ଭାବ ନାହିଁ। ମୁଁ ଖୋଲା କହୁଛି ଆଉ ତାକୁ ଛାଡ଼ିକି ଆଉ ସମସ୍ତଙ୍କୁ ସାମ୍ବାଦିକ ବୋଲି ଭାବେ ସେଇଟା ସାମ୍ବାଦିକ ହେବାକୁ ଯୋଗ୍ୟ ନୁହେଁ କି ସାମ୍ବାଦିକ ବି ନୁହେଁ। ମାନେ ଯେଉଁମାନେ ସାମ୍ବାଦିକତା ଗୋଟେ ନୋବେଲ ପ୍ରଫେସନ। ଏଠି ମାନେ ଯୋଉ ସମ୍ବାଦପତ୍ର ଯେ ଆଗରୁ ଥିଲା ଲୋକମାନେ ଯେତେବେଳେ ରାଜନେତା ମାନେ ଯୋଉ ନିର୍ଯାତିତ ହଉଥିଲେ କୋଉଠି ମାନେ ମୁଁ ଭଗବାନଙ୍କ ନିକଟରେ ତାଙ୍କ ଆତ୍ମାର ସଦ୍ଗତି ପାଇଁ ପ୍ରାର୍ଥନା କରୁଛି। ସର୍ବପ୍ରଥମେ ବଧେଇ ଜଣେଇବି, ଆପଣମାନେ ବିଶ୍ୱାସ କରିବେନି ଦିବଂଗତ ସ୍ମୃତି ସାମ୍ବାଦିକମାନଙ୍କ ସ୍ମୃତି ସମ୍ବନ୍ଧରେ ମୋତେ ପୁନଃ ବହୁତ ଥର କରିଛି। ଗୋଟେ ନ୍ୟୁଜ୍ ସମ୍ପର୍କରେ ସାମ୍ବାଦିକ ବାଲେଶ୍ୱର ଯେତେ ଅଛନ୍ତି ସମସ୍ତଙ୍କୁ ଧନ୍ୟବାଦ ଦେବି। ସମସ୍ତେ ଆଗ ହଉ ପଛ ହଉ ସମସ୍ତେ ଆସୁଛନ୍ତି। ମୁଁ କାହାରିକୁ କହିବି ନାହିଁ ଯେ କିଏ ସାହାଯ୍ୟ କରୁଛି କିଏ କରୁଛି, ସମସ୍ତେ ସାହାଯ୍ୟ କରୁଛନ୍ତି। କିଏ ପ୍ରତ୍ୟକ୍ଷରେ ହଉ ଅଥବା କିଏ ପରୋକ୍ଷରେ ହଉ, କିଏ ସିଧାସଳଖ ଆସି କାହା ସହିତ ସାହାଯ୍ୟ କରୁଛି ମିଶୁଛି, କିଏ ନ ଆସିଲେ ବି ପଛରେ କହୁଛି ତୁମେ ଚାଲିଥାଉ ଆମେ ତମ ସହିତ ଅଛୁ। କାର୍ଯ୍ୟ ବ୍ୟସ୍ତତା ଭିତରୁ ଆମେ ଆସିପାରୁନାହୁଁ। ତେଣୁ ସମସ୍ତଙ୍କୁ ଅନୁରୋଧ ରଖିବି ଆଉ ଥରେ ମୁଁ ସମ୍ପାଦକ ହିସାବରେ ଏ ସାମ୍ବାଦିକ ଦିବଂଗତ ସାମ୍ବାଦିକ